ए प्रिया गोड़ा तो धरी जाऊँगी आम जदि एमती अवस्था छाड़ी चली जा आमको धर्म सहबनी आम कौन अच्छी आम बुझा पड़ो बाबा 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 आपणकर कौन अच्छी बाबा कहीं आप निरोला जगह बस पड़ते कहतु बाबा आपणकर कौन अच्छी हे बाबू हुएगा सेगा बोली बोली मत बहुत व्याकुल लगुला से वृक्ष मूल तल कि समय मो विश्राम कर बाबा मु तो देखिपारी आपण तो गोड़ा तो थरी जाऊँगी आपण आपण घर को जापर बाबा आपण ना कौन आपण परिचय कौन कहतु बाबा आपण घर कौटी आपण जी मत आपणकर ठिकाना मत बतईदेवी ताले आपण घर छाड़ी आसबि कहतु बाबा कहतु हे बाबू तुम्हें मो परिचय जानिले तुम्हें कौन कर तुमको कि लाभ देव बाबू तुमको कि लाभ देव कौची मुझको साहाଯ୍य निश्चय करी घर छाड़ी आसबे बाबा कहतु आपण परिचय कौन कहतु बाबा मु निश्चय साहाଯ୍य करी आपण को ये कौन कहूछ बाबू मो परिचय कहले मत तुम्हें साहाଯ୍य कर हाँ बाबा ठीक अच्छे बाबू ठीक अच्छे ताहले मो परिचयटा दे दउछि कहतु बाबा हे भगवान ताहले सुना बाबू मो दिने थिली एही देवगण राज्य रे राजा शुणुछ ना मो ना हेउछि विक्रमसेन कौन कहते तुम शुणुच ना प्रिया कहते संपूर्ण विश्व कहते केवल राजा हो जाते ये तो देखा गोटे सामान्य भिखारी पर लगुंट भिखारी परी अरे हाँ प्रिया अरे मत तो विश्वास नहीं कि मो पिता को बताई अरे अरे मोर बिना अनुपस्थित एमती सब भाई तो प्रिया बाबा आप सत कहतु आपण किए बाबा कहीं आम सहित ठट कहतु बाबा हेलो परिचय कौन हेलो बाबू तुम ठीक कहूछ बाबू तुम ठीक कहूछ देखा गोटे भिकारी बोली देखा जालमा देखा गोटे भिकारी बोली देखा जाऊँगी नहीं बाबू नहीं मो असल परिचय नुहे असल परिचय कौन मत कहतु बाबा हाँ बाबू मो असल परिचय जानिबा मु सत्य सत्य त्रिवार करे कहूची हाँ बाबू मु भगवान कुरार दे कहूची मु हेउची एई देवगण राज्यर राजा मो पिता शुणुछ ना मो ना हेउची विक्रमसेन पिता मोर बिना अनुपस्थित मो पिता पुणी एमती अवस्था हो जाए पिता 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 बाबू तुम्हें मत पिता बोली कहीं कहूछ मु तो तुमको चिन्ह पारू नहीं कौन कहले मत चिन्ह पार ना हाँ बाबू मु तुमको चिन्ह पारू नहीं मु आपण बड़ पुआ हाँ पिता मु आपण बड़ पुआ चंदन पिता चंदन पिता कौन कहूछ मो बड़ पुत्र चंदन हाँ पिता पुत्र चंदन पिता आउ थे पिता बोली डाक पिता पुत्र चंदन पिता
ଭିତରେ ଏସବୁ ଘଟି ଯାଇଛି ଆପଣଙ୍କର ଏମିତି ଅବସ୍ଥା ହେଇଯାଇଛି ହେଲେ ମୋତେ କୁହନ୍ତୁ ପିତା ଆପଣଙ୍କର ଏମିତି ଅବସ୍ଥା କେମିତି ହେଲା କିଏ କରିଛି ଆପଣଙ୍କ ଏମିତି ଅବସ୍ଥା କୁହନ୍ତୁ ପିତା ମୋତେ କୁହନ୍ତୁ ପୁତ୍ର ଚନ୍ଦନ ପିତା ଗୋଟିଏ ଗୋଟିଏ କଥା କହିବି ପୁତ୍ର ଗୋଟିଏ ଗୋଟିଏ କରି କହିବି ଆମ ରାଜ୍ୟର ସେନାପତି ରୁଦ୍ର ମହାରଥୀ ହଁ ଆହୁରି ତୋ ମା ନା ତୋ ମା ନୁହେଁ ସେ ଗୋଟେ ଡାହାଣୀ ହଁ ପୁତ୍ର କଲ ନାଗୁଣୀ ସେନାପତି ଆଉ ସେ କଲ ନାଗୁଣୀ ଦୁଇ ଜଣ ମିଶି ମତେ ବହୁତ ମାଡ଼ ମାରି ଆମ ରାଜ୍ୟରେ ମତେ ବାହାର କରିଦେଇଛନ୍ତି ହଉ କିଛି ବି କହନି ପିତା ଆରେ ମୁଁ ସବୁ ଛାଡ଼ି ଯାଇଛି ମୁଁ ଛାଡ଼ି ଯାଇଛି ପିତା ମୁଁ ଛାଡ଼ି ଯାଇଛି ହେଲେ ଆପଣ ଆଉ ଜମାରେ ବି ଚିନ୍ତା ପିତା ଏଇ ଦେଖ ଆପଣଙ୍କର ବଡ଼ ପୁଅ ଆପଣଙ୍କ ପାଖକୁ ଚାଲି ଆସିଛି ଆଉ ମୁଁ ଆଉ ଆପଣଙ୍କୁ କୌଣସି ଅସୁବିଧା ହେବାକୁ ଦେବିନି ପିତା କୌଣସି ବି ଅସୁବିଧା ହେବାକୁ ଦେବିନି ଚନ୍ଦନ ଗୋଟେ କଥା କହୁଛି ପୁତ୍ର ମୁଁ 4 ଦିନ ହେଲା କିଛି ମଧ୍ୟ ଖାଇନି ମତେ ବହୁତ ଭୋକ ହେଉଛି ମୋତେ କିଛି ଖାଇବାକୁ ଦେବ ପୁତ୍ର କିଛି ଖାଇବାକୁ ମୁଁ ନିଶ୍ଚୟ ମୁଁ ଆପଣଙ୍କ ପାଇଁ ଖାଇବା ନିଶ୍ଚୟ ଯୋଗାଡ଼ କରିବି ହେଲେ ପିତା ଆପଣ ମୋତେ ପଚାରିବିନି ମୋର ଏମିତି ଅବସ୍ଥା କେମିତି ହେଲା ବୋଲି ଚନ୍ଦନ ଜାଣିଛନ୍ତି ପିତା ଅବସ୍ଥା କେମିତି ହେଲା ହଁ ପିତା ଜାଣିଛନ୍ତି ନାରୀ ଲୋଭରେ ପଡ଼ି ରାଜ୍ୟ ଲୋଭରେ ପଡ଼ି ନାରୀ ଲୋଭରେ ପଡ଼ି ରାଜ୍ୟ ଲୋଭରେ ପଡ଼ି ସାନ ଭାଇ ମାନସ ପୁତ୍ର ଚନ୍ଦନ ପିତା ତା ସହିତ ସେ କୁଲାଙ୍ଗର ସେନାପତି ରୁଦ୍ର ମହାରଥୀ ଆଉ ତା ମାମୁଁ ଚକ୍ରଧର ମିଶି ମୋତେ ଆକ୍ରମଣ କଲେ ପିତା ଆକ୍ରମଣ କଲେ ମୋ ଦେହରୁ ସମସ୍ତ ରାଜକୀୟ ପୋଷାକ କାଢ଼ି ଦେଇ ମୋତେ ନିସ୍ତୁକ ମାଡ଼ ଦେଇ ମରିଯାଇଛି ବୋଲି ମୋତେ ମଶାଣିରେ ଫିଙ୍ଗି ଦେଇଥିଲେ ପିତା କିନ୍ତୁ ମୋତେ ସେହି ଜଗତନାଥ ଜଗନ୍ନାଥ ପୁଣି ଥରେ ମୋତେ ନୂଆ ଜୀବନ ଦେଇଛନ୍ତି ପିତା ନୂଆ ଜୀବନ ଦେଇଛନ୍ତି ପିତା ସେଥିପାଇଁ ମୁଁ ଆପଣଙ୍କ ସାମ୍ନାରେ ଠିଆ ହେଇପାରିଛି ହେଲେ ଆପଣ ଆଉ ଜମାରେ ବି ଚିନ୍ତା କରନି ଆପଣଙ୍କ ଭୋକ ହେଉଛି ପରା ମୁଁ ଆପଣଙ୍କ ପାଇଁ ନିଶ୍ଚୟ ଖାଇବା ଯୋଗାଡ଼ କରୁଛି ପିତା ଆପଣ ସେଠି ବସନ୍ତୁ ମୁଁ ଆପଣଙ୍କ ପାଇଁ ଖାଇବା ଯୋଗାଡ଼ କରୁଛି ବସନ୍ତୁ ଠିକ ଅଛି ପୁତ୍ର ଠିକ ଅଛି ଏ ପ୍ରିୟା ଆରେ ପିତାଙ୍କୁ ଆରେ ଭୋକ ହେଉଛି ସେ 4 ଦିନ ହେଲା କିଛି ବି ଖାଇନାହାନ୍ତି ଆମେ ତାଙ୍କ ପାଇଁ କିଛି ଖାଇବା ଯୋଗାଡ଼ କରିବାକୁ ହେବ ଆରେ ଦେଖ ଆରେ କେଉଁ ବୃକ୍ଷରେ କିଛି ଫଳ ଥିବ ତମେ ନେଇ ଆସ ପ୍ରିୟା ଶୀଘ୍ର ଯାଅ ତମେ ମା ଆଉ କାହିଁକି ତମେ ଖାଇବା ଚଳେଇ ନେଉଛ ମୋତେ ତୁମେ କ୍ଷମା କରିଦେବ ବାପୁ ମୁଁ 3 ଦିନ ହେଲା କିଛି ଖାଇନି କ'ଣ କହିଲେ 3 ଦିନ ହେଲା କିଛି ବି ଖାଇନାହାନ୍ତି ହଁ ବାବୁ ଭୋକଟା ସମ୍ଭାଳି ନ ପାରି
ତୁମ ଖାଇବାରୁ ମୁଁ ଛଡ଼େଇ ଆଣିଛି ବାବୁ। ହେଲେ ମା ତମେ ଯଦି ଆମକୁ ମାଗିଥାନ୍ତ ନା ଆମେ ତମକୁ ନିଶ୍ଚୟ ଖାଇବା ଦେଇଥାନ୍ତୁ। ଏମିତି ଅନେକର ଖାଇବା ଛଡେଇ ନେବା ଜମାର ବି ଉଚିତ ନୁହଁ ମା, ଜମାର ବି ଉଚିତ ନୁହଁ। ନାଇଁ ବାବୁ ନାହିଁ, ମୋତେ ଖାଇବା ଦେବା ତ ଦୂରର କଥା, ଏ ରାଜ୍ୟର ଲୋକେ ମୋ ଛାଇକୁ ମାରୁନାହାନ୍ତି ବାବୁ। ରାଜ୍ୟର ଲୋକେ ତମ ଛାଇକୁ ମଧ୍ୟ ମାରୁନାହାନ୍ତି। ହଁ ବାବୁ। ହେଲେ କଣ ଅଛି ମା କୁହ? ରହିଯାଅ ବାବୁ, ମୋ ପାଖକୁ ଆସ ନା, ମୋତେ ଛୁଅ ନା ବାବୁ। କ'ଣ କହିବି ବାବୁ ମୋ ଦୁଃଖର କାହାଣୀ। ମୁଁ ଗୋଟେ ମହାପାପିନୀ, ମୋତେ ପରା ବଡ଼ ରୋଗ ହେଇଛି। କହିଲ ତମକୁ ବଡ଼ ରୋଗ ହେଇଛି? ହଁ ବାବୁ, ତାମାନେ ତମକୁ କୁଷ୍ଠ ରୋଗ ହେଇଛି? ଆରେ ମା, ଆରେ ତମେ ସେ ରୋଗ ପାଇଁ ଚିନ୍ତା କରୁଛ? ତମେ ଜମାର ବି ଚିନ୍ତା କରନି ମା। ସେ ରୋଗକୁ ଯଦି ଭଲ ଚିକିତ୍ସା କରାଯାଏ ତାହେଲେ ଶୀଘ୍ର ଶୀଘ୍ର ଭଲ ହେଇଯିବ। ମୋତେ କୁହ ତମ ପରିଚୟ ମୋତେ ଦିଅ, ମୁଁ ତମ ଘର ଲୋକଙ୍କ ସହିତ କଥାବାର୍ତ୍ତା କରି এই ରୋଗକୁ ନିଶ୍ଚୟ ଭଲ କରେଇବି। ମା ନାଇଁ ବାବୁ ନାଇଁ, ମୁଁ କିଛି କହିପାରିବିନି। ଆରେ କାହିଁକି କହିପାରିବନି? ହଁ, ଏତିକି ଜାଣିଥାଅ, ଆଜି ମୋ କର୍ମର ଫଳ ମୁଁ ଭୋଗ କରୁଛି ବାବୁ। ମୁଁ ଆସୁଛି ବାବୁ, ମୁଁ ଆସୁଛି। ଆରେ ତମ ମୁହଁ ଟିକେ ମୋତେ ଦେଖାଅ। ଆରେ କହ ମା, ତମ ଘର କୋଉଠି? କହ ମା, ଆରେ ମୁଁ ତମକୁ ସାହାଯ୍ୟ କରିବି। এপটে সেপটে করে বলেছো মা, করে বলেছো। ତୁ ବଞ୍ଚିଛୁ? ହଁ ମା, ଦେଖୁନ ମୁଁ ମରିନି ମା, ମୁଁ ବଞ୍ଚିଛି ମା, ମୁଁ ବଞ୍ଚିଛି। ତମର ପୁଅ ଚନ୍ଦନ ମରିନି ମା, ମରିନି। ହେଲେ ମୋତେ ମା ବୋଲି ଡାକନା ରେ। ମୋ ମା ନୁହଁ, ମୁଁ ଗୋଟେ ଡାହାଣୀ। ନା ନା, ତୁ ସେମିତି କାହିଁକି କହୁଛୁ କହିଲୁ? ଯାହାକୁ ତୁ ଆଜି ଯାଏ ଦେବୀ ବୋଲି ପୂଜା କରି ଆସି, ସେ ଦେବୀ ନୁହଁ, ସେ ଗୋଟେ ରାକ୍ଷସୀ। ପାରିବୁ ଯଦି ଏ ପାପିନୀଟାକୁ ତୁ କ୍ଷମା କରିଦେବୁ। ତୁ ମୋତେ କ୍ଷମା ମାଗି ମୋତେ ପାପର ମାଗି କଣ ମା? ଏ ମା ପୁରା ମାମା, ତୁ ମୋତେ ଯେତେ ବଡ଼ ଦଣ୍ଡ ଦେଲେ ମଧ୍ୟ ମୁଁ ସହିଯିବି ମା, ସହିଯିବି। କାହିଁକି ନା ତୁ ହଉଛୁ ମାମା, ତୁ ହଉଛୁ ମୋ ଜନନୀ। ଚନ୍ଦ, ତୁ କୋଉ ମାଟିରେ ଗଣାରେ? ଏତେ ସବୁ ସହିଲା ପରେ ବି ତୋ ମନରେ ଟିକେ ହେଲେ ଘୃଣା ଭାବନା ଆସୁନି କାହିଁକି? ମା, ଆରେ ଘୃଣା ଭାବନା କାହିଁକି ଆସିବ ମୋତେ ମା, କାହିଁକି ଆସିବ? ଆରେ କୋଉ ପୁଅ ତା ମାକୁ ଘୃଣା କରିଛି ଯେ ମୁଁ ତମକୁ ଘୃଣା କରିବି ମା? ନାଇଁ ମା ନାଇଁ, ମୁଁ ତମକୁ ଜମାର ବି ଘୃଣା କରିପାରିବିନି, ଜମାର ବି ଘୃଣା କରିପାରିବିନି। ତୁମେ ପୁରା ମୋ ମା, ତୁମେ ପୁରା ମୋ ଜନନୀ। ମା ଆଜି କାହିଁକି ତୁ ମୋତେ ଏତେ ନିଜର ଲାଗୁଛି? ମୋ ମନ ହଉଛି ତୋତେ ସ୍ନେହ ମମତା ଭଲ ପାଇବା, ହେଲେ କ'ଣ କରିବି ଧନ? ତୁ କାହିଁକି ମୋରି ଗର୍ଭରେ ଜନ୍ମ ନେଲୁ ରେ? ମା, ଆରେ କାହିଁକି ତୁ ସେ କଥା ଭାବି ତୁ ନିଜକୁ ନିଜେ କଷ୍ଟ ଦଉଛୁ? ମୁଁ ତ ଗର୍ଭରେ ଜନ୍ମ ନେଇଲେ କ'ଣ ହେଇଗଲା? ମୁଁ ପୁରା ତ କୋଳରେ ଖେଳିଛି।
କୁକୁଡ଼ା ତ ହାତ ଧରି ଚାଲିବା ଶିଖିଛି କୁକୁଡ଼ା ତ ହାତରେ ଖାଇଛି ମା କୁକୁଡ଼ା ମାମା ତୁ ସେମିତି କହନା ମା ତମର ପଚନ୍ଦ ନାଚି ଯାଇଛି ଆଉ ତୋର କୌଣସି ବି ଅସୁବିଧା ହେବାକୁ ଦେବନି ହଁ ମା ମୋ ଉପରେ ଆସି ଯାଇଛି ପୁତ୍ର ଚନ୍ଦନ ପିତା ତୁ କାହା ସାଙ୍ଗରେ କଥା ହେଉଛୁ ମା ସାଙ୍ଗରେ ପିତା ଏ କ'ଣ କହୁଛୁ ତୋ ମା ସାଙ୍ଗରେ କଥା ହେଉଛୁ ନା ସେ ତ ମା ନୁହେଁ ସେ ଗୋଟେ କାହାଣୀ ପୁତ୍ର ଚନ୍ଦନ ତୋତେ ଆଗରୁ କହିସାରିଛି ସେ ଗୋଟିଏ କାଲ ନାଗୁଣୀ ପାଖକୁ କାହିଁକି ଆସିଛି ସେ କାହିଁକି ଆସିଛି ଆଜି ମୁଁ ତାକୁ ଛାଡ଼ିବିନି ପୁତ୍ର ଛାଡ଼ିବିନି ହଁ ତାକୁ ଆଜି ମାରୁ ମାରୁ ମାରିଦେବି ହଁ ପୁତ୍ର ମାରୁ ମାରୁ ମାରିଦେବି ସେ ମାରୁ ମାରୁ ମାରିଦେବି ପିତା ପିତା ମା ତାଙ୍କ ଭୁଲଟା ସେ ବୁଝିପାରିଛନ୍ତି ଯେଉଁ କର୍ମ କରିଥିଲେ ସେ ଫଳ ଭୋଗୁଛନ୍ତି ମୁଁ ଆପଣଙ୍କୁ ହାତ ଯୋଡ଼ି କ୍ଷମା ମାଗୁଛି ଆପଣଙ୍କୁ ମନେ ହଉଛି ପୁତ୍ର ଚନ୍ଦନ ମାଙ୍କୁ କ୍ଷମା କରିଦିଅନ୍ତୁ ଏ ତୁ କ'ଣ କହୁଛୁ ପୁତ୍ର ହଟିଯା ମୋ ରାସ୍ତାରୁ ହଟିଯା ତାକୁ ଆଜି ମୁଁ ଛାଡ଼ିବିନି ପୁତ୍ର ଛାଡ଼ିବିନି ସ୍ୱାମୀ ତୁମେ ମୋତେ କ୍ଷମା କରିଦିଅ ସ୍ୱାମୀ ମୁଁ ପର କଥାରେ ପଡ଼ି ମୋ ସୁଖର ସଂସାରକୁ ଭାଙ୍ଗି ଦେଇ ଆରେ ଏଇ ଦେଖ ମୋ କର୍ମର ଫଳ ମୁଁ ପାଇସାରିଛି ସ୍ୱାମୀ ତୁମେ ମୋତେ କ୍ଷମା କରିଦିଅ ସ୍ୱାମୀ ତୁମେ ମୋତେ କ୍ଷମା କରିଦିଅ ମା ତାଙ୍କ ବୁଝିପାରିଛନ୍ତି ଆପଣ ତାଙ୍କୁ କ୍ଷମା କରିଦିଅନ୍ତୁ ଆପଣ ଯଦି ମାକୁ କ୍ଷମା ନ କରିବେ ତାହେଲେ ଆପଣଙ୍କୁ ଧର୍ମ ସହିବନି ମୁଁ ଆପଣଙ୍କ ସାମ୍ନାରେ ଅଛି ତୁ ଜାଣିଛୁ ନା ସେ ମିଛ କହୁଛି ପୁତ୍ର ମିଛ କହୁଛି ସତ କହୁଛନ୍ତି ସେ ଭୁଲଟା ବୁଝିପାରିଛନ୍ତି ସେ ଅଭିନୟ କରୁଛି ଏ ପିତା ଆପଣଙ୍କୁ କ୍ଷମା କରିବାକୁ ପଡ଼ିବ ହଟିଯା ମୋ ରାସ୍ତାରେ ତୁ ହଟିଯା ତାକୁ ମୁଁ ଆଜି ନିଶ୍ଚୟ ମାରିଦେବି ମାରିଦେବି ଆପଣଙ୍କୁ ମାରଣା ପିତା ମା ତାଙ୍କ ଭୁଲଟା ସେ ବୁଝିପାରିଛନ୍ତି ସେ ଯେଉଁ କର୍ମ କରିଥିଲେ ତା ଫଳ ସେ ଭୋଗୁଛନ୍ତି ଆପଣ ଯଦି ତାଙ୍କୁ ଏମିତି ଅବସ୍ଥାରେ କ୍ଷମା ନ କରିବେ ତାହେଲେ ଆପଣଙ୍କୁ ଧର୍ମ ସହିବନି ମୁଁ ଆପଣଙ୍କୁ ନେଉ ରହୁଛି କ୍ଷମା କରିଦିଅନ୍ତୁ ନା ପିତା ପୁତ୍ର ଚନ୍ଦନ ବୁଝି ସାରିଛି ଠିକ ଅଛି ପୁତ୍ର ଠିକ ଅଛି ତାହେଲେ ତୋ ପାଖକୁ କ୍ଷମା କରିଦେ ହେଲେ ପୁତ୍ର ଚନ୍ଦନ हे प्रभु अंतर्जामी हे प्रभु जगतर नाथ जगन्नाथ एक तुम विचित्र लीला प्रभु एक तुम विचित्र लीला पुत्र चंदन ପିତା तो माँ को मुही अभिशाप देती पुत्र मुही अभिशाप देती महारानी कालेन्द्री उठ महारानी उठ आज तुमको मु क्षमा कर ପିତା ସେ ଆମର ସଂସାରକୁ ଭାଙ୍ଗି ଦେଇଛି ସେମାନଙ୍କୁ ମୁଁ ଜମାରେ ବି ଛାଡ଼ିବିନି ପିତା ଜମାରେ ବି ଛାଡ଼ିବିନି ରୁଦ୍ର ମହାନ୍ତି ତା ମାମ ଚକ୍ରଧର ଆଉ ଶେଷରେ ରହିଲା ଖଳ କଳଙ୍କ ମାନସ ଓ ସେମାନଙ୍କୁ ଜମାରେ ବି ଛାଡ଼ିବିନି ସେମାନଙ୍କୁ ମୁଁ ଏମିତି ଦଣ୍ଡ ଦେବି ପିତା ସେମାନେ ଜୀବନରେ ଭୁଲି ପାରିବିନି ଏ ପ୍ରିୟା ଚାନ୍ଦିନୀ ତୁମେ ପିତା ମାତାକୁ ନେଇ ମୋ ପଛରେ ଆସ ଚାଲି ଯାଉଛି ସେମାନଙ୍କର ସନ୍ଧାନରେ ଯାଉଛି କିଏ କାହାର ଭାଇ ତୁମେ ହେଉଛ ମୋ ଭାଇ କ'ଣ କହିଲୁ ମୋ ପୁଣି ତ ଭାଇ ଆମେ କୁଳାଙ୍ଗର ସେଦିନ ସେ ରୁଦ୍ର ମହାନ୍ତି କଥା କରି ତୁ ମୋତେ ସାମନ୍ତ ଭାଇ ବୋଲି କହିଥିଲୁ ଆଜି କ'ଣ କହୁଛୁ ତୁ ତ ଭାଇ ଆରେ ଭାଇ ସେଦିନ ମୁଁ ମରିତ ଚିହ୍ନି ପାରିନି ଭାଇ
ସେ ସେନାପତି ରୁଦ୍ରମହାନ୍ତି କଥାରେ ପଡ଼ି ମୁଁ ତୁମକୁ ବଡ଼ ଭୁଲ କରିଛି ଭାଇ ମୋତେ କ୍ଷମା କରିଦିଅ। କ'ଣ କହିଲୁ ତୋତେ ପୁଣି ମୁଁ କ୍ଷମା କରିବି? ହଁ ଭାଇ ଜମାରୁ ବି କ୍ଷମା କରିବିନି ମାନସ। ଭାଇ ତୋ ଭଳି ଭାଇ ମୋର ଦରକାର ନାହିଁ। ଭାଇ ଭାଇ ଯା ମୋ ସମ୍ମୁଖରୁ ଭାଇ ଯା କହୁଛି ଆଜି ତ ତାକୁ ମାରିଦେବି। ଭାଇ ଯା କହୁଛି अरे कहीं तू आगे ठे कहलु एमती खुलांकर को जमारे भी छाड़ी मা हटी जा कहूँ चंदन মা तू मानस को क्षमा करी दे तो क्षमा जमारे भी क्षमा कर मानस को तार जो मुखे जंत्रणा पाई से जानी ना माँ से पर कथारे पड़ी अबाटे चली जाइए माँ हाँ माँ हाँ से अबाटे चली जाइए तू ताकू मारी 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 देले ए समस्यार समाधान हबनी। आज मो तो कथा जमार भी शुणी तू मत क्षमा कर देबू माँ तो हटी जा कहूँ ओ ए पुराना को छाड़ी तो माँ शुणबनी आज जमार भी शुणी माँ हटी जा कहूँ पूरा चंदन ना माना तो हटी जा कहूँ मार राण अरे कहे तू रण पकई देलु कहीं रण पकई देलु माँ मुखर तो कथा अमान्य कर आज तो कथा को मु अमान्य करी मानस जदि भूलटा से बुझी पारी क्षमा कर दौची माँ क्षमा कर दौची। अरे भाई मु मनीष चिन्ह पारि भाई से दिन तुम्हें ठीक कहथिल से सेनापति रुद्रमहांती कथार पढ़ना बोली। अरे भाई मानस मु आज पलटि जाइछि राजकुमार मानसरू गोटे विकलांग मान। अरे देखिलु अरे जहाँ को तो विश्वास कलु हाँ भाई जहाँ को तो निजर बोली भाविलु हाँ भाई से तो विश्वास रे विश्व भरी देला। अरे भाई भाई से जो मु कहती ना मोर कथा धन मोर सुरा संसार भांगी जावा बोली अरे देखिलु मोर कथा धरिलु बोली हमर सुरा संसार भांगी गला। तू से दिन ठीक कहथिल भाई भाई जहाँ तो हेबार रही जाइछि हाँ भाई हेले से मानको जमार भी छाड़ीबानी भाई हाँ भाई रुद्रमहांती आउ चक्रधर बुढ़ा को जमार भी छाड़ीबानी हाँ भाई मानस से माने कोठी अछंती तो जानिछु ना हाँ भाई से दुई जण राजमहल ठीक अच्छे भाई शीघ्र चली जा राजमहल को। प्रिया तुम्हें पितामाता को लेकिन आम पचर आस आम चली जाऊँ आम राजमहल को जा भाई जा ए माँ चांदिनी तू मते क्षमा करी दे रे माँ मु तो कलरु तो छुआ को छड़े नहीं महापाप करी रे माँ आज जदि तू मते क्षमा न करिबो मते नरक रे भी जगह मिलिबनी रे माँ तू मते क्षमा करी दे रे माँ तू मते क्षमा करी दे। ए माँ मु आपण को क्षमा करवा लोक किए आपण पर आपण को भूल को बुझी पारी छंती आपण पर आपण को कर्मफल पाई सारी छंती और कानुतरी में कानुतरी एटा पर आयुची आम भाग्यर दशा कर्मर दशा। बाबा उठंतु बाबा उठंतु महारानी कलंदरी स्वामी तुमको गोटे कथा कहूँ महारानी आम राज्य गोटे गाँ अच्छे महारानी से गाँव गोटे वैद्य राज अच्छे महारानी तुमको से वैद्य राजा पाखक नहीं जी महारानी तुम देहर रोग भल हो महारानी शीघ्र भल हो स्वामी
ମୁଁ ଆଜି ବୁଝିପାରିଲି ସ୍ୱାମୀ ସାଥିରେ ଥିଲେ ଗଛ ମୂଳ ବି ଲାଗେ ରାଜୱାସ ସ୍ୱାମୀ ବିନା ନାରୀର ଅନ୍ୟ ଗତି ନାହିଁ କଣ କହୁଛ ମହାରାଣୀ? ମା ଚା ତମର ଖୁଆଇ ଯାଇଛି ଏଠି କାନ୍ଦିଲେ କିଛି ଲାଭ ହେବନି ମା ଶୀଘ୍ର ଶୀଘ୍ର ଆମେ ନିଜ ଘରକୁ ଫେରି ଯିବାକୁ ହବ ଯିବା ମା ଯିବା ଚାହିଁଲେ ଯିବା ଲୋ ମା